ଢେଙ୍କାନାଳ ଜିଲ୍ଲା ମିନା ପଚାର ତଥି ପାମନ ଜିଉ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ନୀତି ମହାସମାରୋହରେ ପାଳନ କରାଯାଇଥିଲା। ମନ୍ଦିର ମୁଖ୍ୟ ପୂଜକ ମୋ ନାଁ ରବିନାରାୟଣ ଦାସ। ଠାକୁରଙ୍କର ଆବାହନ କାଳରୁ ଦେବସ୍ନାନ ନୀତି ଚାଲି ଆସୁଛି। ସକାଳର ଭୋର 5ଟାରେ ଠାକୁରଙ୍କ ଦ୍ୱାର ପିଠା ହେଲା, ମଙ୍ଗଳ ଆଳତି ହେଲା, ମହିଳମ ଠାକୁର ହେଲା। ଠାକୁର ସ୍ନାନ ବେଦୀକୁ ପହଁରି କଲେ। ତାପରେ 108 ଗରାରେ ସ୍ନାନ କଲେ। ନୂଆ ବସ୍ତ୍ର ଆବରଣ ହେଲା। ଫୁଲମାଳ, ତୁଳସୀ ମାଳ, ସୂତାଫୁଲ, ଚନ୍ଦନ ସବୁ ପ୍ରତ୍ୟେକ ଜିନିଷ ବନାଇ ଠାକୁରଙ୍କ ଚନ୍ଦନ ଦିଆ ହେଇକିରି ଠାକୁରଙ୍କର ବେଶ ହେଲା। ଠାକୁରଙ୍କର ବାଳଭୋଗ ହେଲା। ଠାକୁରଙ୍କର ଧୂପ ହେଲା। ପୁଣି 12ଟା ବେଳେ ଠାକୁରଙ୍କର ଖିଚିଡ଼ି ଭୋଗ, ଅନ୍ନ, ଡାଲମା, ଖଟା ସବୁ ତରକାରୀ ସବୁ ପ୍ରକାର ଭୋଗ ହେଇପାରିବ। ପୁଣି ସନ୍ଧ୍ୟା ବେଳକୁ ପୁଣି ମଙ୍ଗଳ ଆଳତି, ପୁଣି ରାତି ଭୋଗ, ରାତି 9ଟା ବେଳକୁ ପୁଣି ପହଣ୍ଡି ହେଇକି ଠାକୁରଙ୍କର ଆବାହନ କାଳ ବହୁତ ନୀତିକାନ୍ତି ଚାଲି ଆସିଛି। ଏଇ ମୀନା ବଜାରରେ ସମସ୍ତଙ୍କର ଭକ୍ତମାନଙ୍କର ସମସ୍ତେ ଆସିକିରି ଏ ସୁବିଧାରେ ସମସ୍ତେ ସହଯୋଗ କରୁଛନ୍ତି। ଆମର ପ୍ରତାପ ବାବୁଙ୍କର ମନସ୍କାମନା ପୂର୍ଣ୍ଣ କରି ପ୍ରାତଃ 5ଟା ସମୟରେ ଜୟ ବିଜୟ ଆଳତି କରାଯାଇ ଦ୍ୱାର ଫିଟା ଯାଇଥିଲା। ମଙ୍ଗଳ ଆଳତି କରାଯାଇଥିଲା। ଠାକୁରଙ୍କୁ ମଇଲମ କରାଯାଇଥିଲା। ଠାକୁରଙ୍କୁ ପହଣ୍ଡି କରାଯାଇ ସ୍ନାନ ବେଦୀକୁ ଅଣାଯାଇଥିଲା। ପରେ ସେଠାରେ ପୂଜା ଅର୍ଚ୍ଚନା କରାଯାଇ 108 ଗଡ଼ୁରେ ସ୍ନାନ କରାଯାଇଥିଲା। ନୂତନ ବସ୍ତ୍ର ପରିଧାନ କରାଇ ଚନ୍ଦନ ନୀତି ବେଶ କରାଯାଇଥିଲା। ତୁଳସୀ ଫୁଲହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ଖେଚୁଡ଼ି, ଅନ୍ନ, ଡାଲମା, ଖଟା, କ୍ଷୀରି ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ଆଳତି ସହ ବିଭିନ୍ନ ଫଳ ଭୋଗ ଲାଗି କରାଯିବ। ରାତ୍ରରେ ପହଣ୍ଡି କରାଯାଇ ଅଣସର ପିଣ୍ଡିରେ 3 ଠାକୁରଙ୍କୁ ବିଜେ କରାଯିବ। ପୂଜକ ରବି ନାରାୟଣ ଦାସ ପୂଜା ଅର୍ଚ୍ଚନା କରିଥିଲେ ଓ ମନ୍ଦିରର ଉପଦେଷ୍ଟା ପ୍ରତାପ କୁମାର ମହାପାତ୍ର ତତ୍ତ୍ୱାବଧାନରେ ଏହି ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳନ କରାଯାଇଥିଲା। ଢେଙ୍କାନାଳରୁ ଶୁଭମ ପାଣିଙ୍କ ରିପୋର୍ଟ, ଧନୁଷ ଏକ୍ସପ୍ରେସ୍।